काठ बोझेई ट्रक को माड़ी बसिला वन विभाग। ढेंकानाल बनखंड महावीरड़ रेंज डिहडल फरेस्ट सेक्शन अंतर्गत खैरामुंडा गाँ निकटरू खैर काठ बोझेई ट्रक को धरिछि वन विभाग। ଏହି ଘଟଣାରେ ଡ୍ରାଇଭର ସମେତ 2 ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ବିନୋଦ କୁମାର ଏବଂ ମହମ୍ମଦ ସାହେବ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଉଁଶପାଳ ଗାଁରୁ ଖୈର କାଠ ବୋଝେଇ ଟ୍ରକଟି ବାହାର ରାଜ୍ୟକୁ ଚୋରାଚାଲାଣ ବେଳେ ମାଡ଼ି ବସିଥିଲା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଏସ୍ପିଙ୍କ ସମେତ ମହାବୀରଡ଼ ଓ କାମାକ୍ଷାନଗର ରେଞ୍ଜର ସମସ୍ତ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଟ୍ରକଟି ପରଜଙ୍ଗ ଥାନା ଖୈରାମୁଣ୍ଡା ଗାଁ ଅତିକ୍ରମ କରୁଥିବା ବେଳେ କାବୁ କରି ନେଇଥିଲେ ବନ ବିଭାଗ ଟିମ୍। ଟ୍ରକରୁ ଜବତ ଖୈର କାଠର ଆନୁମାନିକ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲି ରାତିରେ ଆମେ ବିଶେଷ ସୂତ୍ରରୁ ଖବର ପାଇଲୁ ଯେ ବାଉଁଶନାଳୀ ଗ୍ରାମରେ ଏକ ଟ୍ରକ୍ ଦ୍ୱାରା ବେଆଇନ କାଠ ଲୋଡ। ତେଣୁ ଆମେ ଗୋଟେ ଟିମ୍ ଗଠନ କରି ଟ୍ରାକିଂ କଲାବେଳେ ଖୈରମୁଣ୍ଡା ନିକଟସ୍ଥରେ ତାକୁ ଅଟକ କଲୁ। ଅଟକେଇ ଦେଖିଲା ପରେ ଟ୍ରକ୍ ଭିତରେ ଲକ୍ଷାଧିକ ଟଙ୍କାର ଖୈର କାଠ ଲୋଡ ହେଇଛି ଏବଂ ଡ୍ରାଇଭରକୁ ପଚାରିବାରୁ ଡ୍ରାଇଭର କୌଣସି କାଗଜପତ୍ର ଦେଖେଇ ପାରିନଥିଲା। ତ ଖୈର କାଠର କାଗଜପତ୍ର ଦେଖେଇ ପାରି, ତେଣୁ ଗାଡ଼ିଟିକୁ ଘଟଣାସ୍ଥଳରେ ଜବତ କଲୁ। ଜବତ କଲା ପରେ ଗାଡ଼ି ଡ୍ରାଇଭର ଏବଂ ହେଲ୍ପରକୁ ଅଟକ ରଖିକି ପରବର୍ତ୍ତୀ ତଦନ୍ତ ପାଇଁ ରେଞ୍ଜ ଅଫିସ କାର୍ଯ୍ୟାଳୟକୁ ଅଣାଯାଇଛି। ପରଜଙ୍ଗରୁ ସୁଜିତ ଦଳବେହେରାଙ୍କ ରିପୋର୍ଟର୍ସ ଟୁଡେ।